ଏହି ମାସରେ ଆପଣଙ୍କୁ ନୂଆ ସମ୍ଭାବନା ଓ ନୂଆ ପଥ ଦେଖାଇବ। କାର୍ଯ୍ୟକ୍ଷେତ୍ରରେ ବଡ଼ ପ୍ରକଳ୍ପର ଆରମ୍ଭ ସମ୍ଭବ ହୋଇପାରେ। ବେପାରୀମାନେ ନୂଆ ନିବେଶରେ ଲାଭ ଦେଖିପାରିବେ। ମଙ୍ଗଳର ପ୍ରଭାବରୁ ଆପଣଙ୍କର ଉତ୍ସାହ ବହୁତ ବଢ଼ିବ। ସହକର୍ମୀଙ୍କ ସହିତ ସମ୍ମିଳିତ କାମ କରିବାରୁ ସୁଫଳ ମିଳିବ। ଆର୍ଥିକ ଦିଗରେ ମଧ୍ୟ ଉତ୍ତମ ପରିମାଣ ଆସିପାରେ। ନିଜର କ୍ରୋଧ ଓ ଅଧୀରତାକୁ ନିୟନ୍ତ୍ରଣ କରିବା ଜରୁରୀ। ପରିବାରରେ କେହି ବୟସ୍କଙ୍କ ସହିତ ମତଭେଦ ସମ୍ଭବ ହୋଇପାରେ। ଦୀର୍ଘ ସମୟ ଧରି ଅପେକ୍ଷାରେ ଥିବା କାମ ସମାଧାନ ହେବ। ଶିକ୍ଷାର୍ଥୀମାନେ ପରୀକ୍ଷାରେ ଭଲ ପରିଣାମ ପାଇବେ। ବିଦେଶ ଯାତ୍ରାର ମଧ୍ୟ ଯୋଗ ସୃଷ୍ଟି ହେବ। ସ୍ୱାସ୍ଥ୍ୟରେ ପେଟ ସମ୍ବନ୍ଧୀୟ ସମସ୍ୟାରୁ ସାବଧାନ। ଖାଦ୍ୟରେ ସାବଧାନୀ ଅବଲମ୍ବନ କରନ୍ତୁ। ପ୍ରେମ ସମ୍ପର୍କରେ ଖୁସିର ସୂଚନା ଆସିପାରେ। ବିବାହିତ ଜୀବନରେ ସମନ୍ୱୟ ରହିବ। ସାମାଜିକ କ୍ଷେତ୍ରରେ ସମ୍ମାନ ମିଳିବ। ମନୋବଳ ଓ ଆତ୍ମବିଶ୍ୱାସ ବଢ଼ିବ। କିଛି ପୁରୁଣା ମିତ୍ର ସହିତ ପୁଣି ଥରେ ସାକ୍ଷାତ ହୋଇପାରେ। ଆର୍ଥିକ ଦାୟିତ୍ୱ ବଢ଼ିପାରେ, କିନ୍ତୁ ସମ୍ଭାଳି ପାରିବେ। ପିତାମାତାଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। କିଛି କାମରେ ବିଳମ୍ବ, କିନ୍ତୁ ଫଳ ଉତ୍ତମ ମିଳିବ। ଦାନ ପୁଣ୍ୟ କାର୍ଯ୍ୟରେ ମନ ଲାଗିବ। ଧାର୍ମିକ ଯାତ୍ରା କିମ୍ବା ମନ୍ଦିର ଦର୍ଶନ ସମ୍ଭବ ହୋଇପାରେ। ନୂଆ ଗାଡ଼ି କିମ୍ବା ସମ୍ପତ୍ତି କିଣିବାର ଯୋଗ ମଧ୍ୟ ଅଛି। ମାସର ଶେଷରେ ଅପେକ୍ଷିତ ଖୁସି ମିଳିବ। ଆପଣଙ୍କର ଶୁଭ ରଙ୍ଗ ହେଲା ହଳଦିଆ। ଆଉ ଶୁଭ ସମୟ ହେଉଛି ସକାଳ 6ଟାରୁ 7ଟା। ଦେବାଦେବୀଙ୍କ ଉପାୟ କରିବେ। ମଙ୍ଗଳବାରରେ ହନୁମାନ ଚାଳିସା ପାଠ କରନ୍ତୁ। ଲାଲ ଫୁଲ ଅର୍ପଣ କରନ୍ତୁ।